ଯେ ଖ୍ରୀଷ୍ଟୀୟ ଜୀବନ ଗୋଟେ ଶୃଙ୍ଖଳିତ ଜୀବନ। ଖାଲି ଶୃଙ୍ଖଳିତ ନୁହେଁ, ସେଟା ଗୋଟେ ସତର୍କତାର ଜୀବନ। ସବୁବେଳେ ଶୈତାନ କୌଣସି ନା କୌଣସି ଅବସ୍ଥାରେ ଆମମାନଙ୍କୁ ତାର ଆମମାନଙ୍କର ଯୋଉ ପବିତ୍ରତା ମାର୍ଗରେ ଆମେ ଗମନ କରୁଛୁ, ସେଥିରୁ ଆମମାନଙ୍କୁ ବିଚ୍ୟୁତ କରିବା ପାଇଁ, ବିପଥଗାମୀ କରିବା ପାଇଁ ସେ ସଦା ସର୍ବଦା ଚେଷ୍ଟା କରେ। ତାର କିଛି କିଛି ବିଷୟ ଆଜି ଆମେ ଚିନ୍ତା କରିବା, ଆଉ ପ୍ରଭୁଙ୍କୁ ମାନେ ମାଗିଛୁ ପବିତ୍ର ଆତ୍ମା ସେଇ ସବୁ କଥାକୁ ସେ ନିଜେ କୁହନ୍ତୁ। ପ୍ରଥମେ ଦେଖିବା ଫିଲିପିଓ ତାର 2 ପର୍ବର 14 ଆଉ 15। ଫିଲିପିଓ 2 ପର୍ବ 14 15। ବଚସା ଓ ତର୍କ ବିତର୍କ ବିନା ସମସ୍ତ କାର୍ଯ୍ୟ କର, ଯେପରି ତୁମେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ଓ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କର ଅନିନ୍ଦନୀୟ ସନ୍ତାନ ସନ୍ତତି ହୁଅ। ସେମାନଙ୍କ ମଧ୍ୟରେ ତୁମେମାନେ ଜୀବନର ବାକ୍ୟ ଧରି ଜଗତର ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ। ତାର ଇଂଲିଶଟା ମତେ ଆହୁରି ଭଲ ଲାଗିଲା, ସେଥିପାଇଁ ମୁଁ ପଢି ଦଉଛି ଆପଣମାନଙ୍କ ପାଇଁ। Live clean, live clean, innocent lives as children of God. ଆମର ପରିଚୟ ହଉଛି, ହୁଏତ ମୋର ପରିଚୟ, ମୋର ବାପାଙ୍କ ନାଁ, କୋଉଠି ଜନ୍ମ ହେଇଛି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି, କିନ୍ତୁ ସ୍ୱର୍ଗ ରାଜ୍ୟରେ ଆମର ପରିଚୟ ହଉଛି ଆମେ କାହାର ସନ୍ତାନ। କେତେ ସୁନ୍ଦର ଭାବରେ ଏଟା ଲେଖା ହେଇଛି, live clean, innocent lives as children of God, shining like bright light in a world full of crooked and perverse people. ଆଜି ଏଇ ପଦଟି ମତେ ବେଶୀ ସ୍ପର୍ଶ କଲା ଏଥିପାଇଁକା, ଏଇ ଜଗତରେ କ୍ରୁକେଡ ଆଉ ପରଭର୍ସ ଲୋକଙ୍କର ଅଭାବ ନାହିଁ। ଏବଂ ସେଥିରୁ ଗୋଟେ ପଦ ଆପଣମାନଙ୍କ ପାଖରେ ରଖିବାକୁ ମୁଁ ଚାହୁଁଛି। ସେ ପଦଟି ହଉଛି, ଆପଣ ମାନେ ପୁରାତନ ନିୟମ ତାର ଜିସାୟ ତାର 36 ପର୍ବର 21 ପଦ। ପୁଣି ସେଇ କଥା, ସମାନ କଥା ଲେଖା ହେଇଛି ଦ୍ୱିତୀୟ ରାଜାବଳୀ 18ର 36। ମୁଁ ଟିକେ ଆଗେ କାହାଣୀଟା କହିଦିଏ, ବ୍ୟାକଗ୍ରାଉଣ୍ଡର କାହାଣୀଟା ନ କହିଲେ ଆପଣ ମାନେ ବୁଝିପାରିବେନି, ତାପରେ ପଦଟାକୁ ପଢିବି। ଆମେ ଦେଖୁଛୁ ଯେ ଜିସାୟ 36 ପର୍ବ ଯେତେବେଳେ ଆରମ୍ଭ ହଉଛି, ସେଠି ଗୋଟେ ରାଜା ବିଷୟରେ ସେମାନେ ପ୍ରକାଶ କରିଛନ୍ତି, ଏବଂ ସେ ରାଜା ହଉଛନ୍ତି ହିଜକିୟ ରାଜା। ଏଇ ହିଜକିୟ ରାଜାକୁ ଆଉ ଗୋଟେ ବିଜାତି ରାଜା ସନହେରିବ ତା ନାଁ, ସେ ତା ବିରୁଦ୍ଧରେ ଆସିକିରି ତାହା ସବୁ କିଛିଟା ନଗରକୁ ସେ ହସ୍ତଗତ କରିସାରିଲାଣି। ଜିହୁଦାର ପ୍ରାଚୀର ବେଷ୍ଟିତ ନଗରର ସବୁ ବିରୁଦ୍ଧରେ ଆସି ତାହା ସବୁ ହସ୍ତଗତ କଲା, ଏବଂ ତାର ଗୋଟେ ପାୱାରଫୁଲ କଣ କହନ୍ତି ମାନେ କମାଣ୍ଡର, ଆର୍ମି କମାଣ୍ଡରକୁ ସେ ପଠେଇଛି, ଯାହା ନାଁ ହଉଛି ରବସାକି। ସେ ରବସାକି ଆସିକିରି ଜିହୁଦା ଦେଶର ରାଜା ହିଜକିୟ ପାଖରେ ପହଞ୍ଚିବା ପାଇଁ ବା ତା ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଇଚ୍ଛା କରିଛି, କିନ୍ତୁ ହିଜକିୟ ସେ ନିଜେ ଗଲେନି। ହିଜକିୟ ନିଜେ ନ ଯାଇକିରି ତାଙ୍କର ଗୋଟେ ପାୱାରଫୁଲ ଡେଲିଗେସନକୁ ପଠେଇଲେ ତାକୁ ମିଟ୍ କରିବା ପାଇଁ, ଏବଂ ସେ କୋଉଠି ମିଟ୍ କରିଛି ତାହା ସବୁ ଏଠାରେ ବର୍ଣ୍ଣନା ହେଇଛି, ଆମେ ସେଗୁଡାକ ଏତେଟା ଇମ୍ପୋର୍ଟାନ୍ସ ଦବାନି। କିନ୍ତୁ ଯେତେବେଳେ ସେମାନେ ମିଟ୍ କରିଛନ୍ତି, ରବସାକି ଯିଏକି ହଉଛି ପାୱାରଫୁଲ କମାଣ୍ଡର ସନ ହେରିବର, ସେ ରିପ୍ରେଜେଣ୍ଟ କରୁଛି ସନ ହେରିବକୁ, ଆଉ ସେ କହୁଛି ଯେ ତାର ଆରୋପ ବା ତାର କମ୍ପ୍ଲେନ ହଉଛି, ଦେଖନ୍ତୁ ସେମାନେ କେମିତି ଭାବରେ ଷ୍ଟଡି କରିଛନ୍ତି ଜେରୁସାଲେମ, ସେମାନେ କୋଉ ସଦାପ୍ରଭୁଙ୍କୁ ପ୍ରେମ କରନ୍ତି, କାହାର ୱାର୍ସିପ କରନ୍ତି, ସେମାନେ କେମିତି ବିଶ୍ୱାସ କରନ୍ତି, ଯୁଦ୍ଧରେ ବି ସେମାନଙ୍କୁ ଏ ସବୁ ସେମାନେ ଫୁଲ ଷ୍ଟଡି କରିକି ଆସିଛନ୍ତି। ଆଉ
ପାଞ୍ଚ ପଦ ଦେଖନ୍ତୁ, ଚାରିପଦରୁ ଯେ 136 ପର୍ବ। ତହିଁରେ ରବସାକ୍ଷୀ ସେମାନଙ୍କୁ କହିଲା, ଏବେ ତୁମାନେ ହିଜକିୟକୁ କୁହ, ମହାରାଜ ଅସୁରର ରାଜା ଏହି କଥା କହନ୍ତି, ତୁମ୍ଭେ ଏଇ ଯୋଉ ବିଶ୍ୱାସ ହଁ ଲାଇନ ପଳେଇଥିଲା, ମୁଁ ଟର୍ଚ୍ଚ ପାଇଁ କହୁଥିଲି, ଆସିଗଲା ଲାଇନ। ତୁମାନେ ଏଇ ଯୋଉ ବିଶ୍ୱାସ କରୁଅଛ, ତୁମେ କାହା ଉପରେ ନିର୍ଭର କରିକି ମୋର ବିଦ୍ରୋହୀ ହେଇଛ? ସି ଦ ୱାର୍ଡିଂ, ତାର ୱାର୍ଡିଂ ଗୁଡାକ ଟିକେ ଦେଖନ୍ତୁ। କାହା ଉପରେ ବିଶ୍ୱାସ କରୁଛ ଯେ ତୁମେ ମୋର ବିଦ୍ରୋହୀ ହେଇଛ? ମୋ ସାଙ୍ଗେ କାହିଁକି ଚୁକ୍ତି କରୁନ, ସନ୍ଧି କରୁନ? ମୋ ପାଖରେ କାହିଁକି ଅବନତ ହଉନ? କାହିଁକି ଅଯଥା ଯୁଦ୍ଧ କାହିଁକି କରିବି? କମ୍ ଆଣ୍ଡ ହାଭ୍ ଏ ଟ୍ରିଟି, ସନ୍ଧି କରିଦବା। ପ୍ରଭୁଙ୍କ ଉପରେ ଯେ ଇସ୍ରାଏଲ ଲୋକମାନେ ବା ଇସ୍ରାଏଲ ରାଜା ନିର୍ଭର କରନ୍ତି, ସେମାନେ ଭଲ ଭାବରେ ବୁଝିଛନ୍ତି, ଜାଣିଛନ୍ତି, ଶୁଣିଛନ୍ତି। ଏବଂ ସେମାନଙ୍କୁ ଆସି କହୁଛି 7 ପଦରେ, ଯେବେ ତୁମ୍ଭେ ମତେ କୁହ, ଆମମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖିଅଛୁ, ତେବେ ହିଜକିୟ ଯାହାଙ୍କ ଉଚ୍ଚସ୍ଥଳୀ, ଯାହାଙ୍କ ଯଜ୍ଞବିଧି ସବୁ ଦୂର କରିଦେଇଅଛି, ଆଉ ଯେହୁଦାକୁ ଜେରୁସାଲେମ କହିଅଛି, ତୁମାନେ ଏଇ ଯଜ୍ଞବିଧି ସମ୍ମୁଖରେ ପ୍ରଣାମ କରିବ, ସେ କଣ ସେଇ ନୁହନ୍ତି? ଏ ତୁମ ବିନୟ କରୁଅଛି, ମୋ ପ୍ରଭୁ ଅସୁରର ରାଜାଙ୍କ ସାଙ୍ଗରେ ପଣ କର, ସନ୍ଧି ସ୍ଥାପନ କର। ମୁଁ ତୁମକୁ 2000 ଅଶ୍ଵ ଦେବି, ଆଉ ସଦାପ୍ରଭୁ, ହଁ ଏଥିରେ ଗଲା। ତାପରେ 13 କୁ ଆସିବା। ବହୁତ ଅଶ୍ଳୀଳ ଅଭଦ୍ର କଥା ସବୁ କହିଛି, ମୁଁ ତାକୁ ଉଚ୍ଚାରଣ କରିବାକୁ ଚାହୁଁନି, ତାକୁ ସ୍କିପ୍ କଲି। 13, ତ ରବସାକ୍ଷୀ ଠିଆ ହୋଇ ଉଚ୍ଚ ସ୍ୱରରେ ଜିହୁଦୀୟ ଭାଷାରେ କଥା କହିଲା, ତୁମେ ମାନେ ମହାରାଜ ଅସୁରର ରାଜାଙ୍କ କଥା ଶୁଣ। 16, ହିଜକିୟର କଥା ଶୁଣ ନାହିଁ, କାରଣ ଅସୁରୀୟ ରାଜା ଏଇ କଥା କୁହନ୍ତି, ତୁମାନେ ମୋ ସାଙ୍ଗରେ ସନ୍ଧି କର, ମୋ କତିକୁ ବାହାରି ଆସ, ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷା ଫଳ, ପ୍ରତ୍ୟେକ ଆପଣା ଆପଣା ଡିମ୍ବୁରି ଫଳ ଭୋଜନ କର, ଆଉ ପ୍ରତ୍ୟେକ ଆପଣା ଆପଣା କୂପ ଜଳ ପାନ କରିବ। ଶେଷରେ ମୁଁ ଆସି ତୁମମାନଙ୍କୁ ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍ ଶସ୍ୟ ଦ୍ରାକ୍ଷାର ସମୟ ଦେଶ ଆଉ ରୁଟି ଦ୍ରାକ୍ଷାମୟ କ୍ଷେତ୍ରକୁ ତୁମମାନଙ୍କୁ ନେଇଯିବି। 18, ସଦାପ୍ରଭୁ ଆମମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକିୟ ଯେପରି ତୁମମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ଦେଖନ୍ତୁ କେମିତି ସେ ପଏଜନ ସେମାନଙ୍କର ମୁଣ୍ଡ ଭିତରେ ସେ ଆସ୍ତେ ଆସ୍ତେ ସେ ଇଞ୍ଜେକ୍ଟ କରୁଛି। ରାଜା କହିବ ସଦାପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ, ଏକଥା ଶୁଣିଲା ପରେ ତା କଥାରେ ବିଶ୍ୱାସ କରନି। ଅଠରର ଶେଷଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ନାନା ଗୋଷ୍ଠୀ ମାନଙ୍କ ଦେବତା ଗଣ ମଧ୍ୟରୁ କୌଣସି ଦେବତା କଣ ଅଶ୍ୱୀର ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି? ସେ ପ୍ରଶ୍ନ ପଚାରୁଛି। ଏପର୍ଯ୍ୟନ୍ତ ଆମେ ସବୁ ଜୟୀ ହଉଛୁ, କେହି ତ ଆମଠୁ ରକ୍ଷା ପାଇନି, ତୁମର ସଦାପ୍ରଭୁ କେମିତି ରକ୍ଷା କରିବେ? ଏକୋଇଶ ପଦ ଦେଖନ୍ତୁ। ହଁ 20ରେ ବି ସେ କହୁଛି, ସଦାପ୍ରଭୁ ମୋ ହସ୍ତରୁ ଜେରୁସାଲେମକୁ ଉଦ୍ଧାର କରିବେ? କ୍ୱେଶ୍ଚନ ମାର୍କ। କିନ୍ତୁ 21 ପଦଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ମାତ୍ର ଲୋକମାନେ ନୀରବ ହୋଇ ରହିଲେ, ତାହାକୁ ପଦେ ମାତ୍ର ଉତ୍ତର ଦେଲେ ନାହିଁ, କାରଣ ତାହାକୁ ଉତ୍ତର ନ ଦିଅ ବୋଲି ରାଜାର ଆଜ୍ଞା ଥିଲା। ଏଇଟା ଗୋଟେ ବିୟୁଟିଫୁଲ କନଭରସେସନ ର ଏକ ଶକ୍ତିଶାଳୀ, ତାକୁ କଣ କହିବା, ଗୋଟେ ଶକ୍ତିଶାଳୀ ଉପାୟ। ଚୁପ ରହିବା, ନୀରବ ରହିବା, এটা ଗୋଟେ ଅତି ଶକ୍ତିଶାଳୀ କନଭରସେସନ। ଦେଖନ୍ତୁ ସେ ଆସିଛି ଆମମାନଙ୍କୁ ଚେଷ୍ଟା କରୁଛି ମଣେଇବା ପାଇଁ ଯେ ତମାନେ ହିଜକିୟ କଥାରେ ବିଶ୍ୱାସ କରନି,
କାରଣ ହିଜକିୟ ଯୋଉ ସଦାପ୍ରଭୁଙ୍କୁ ବିଶ୍ୱାସ କରେ ସେ ରକ୍ଷା କରିପାରିବେ ନାହିଁ। କାରଣ ମୁଁ ଏକ ପଦରେ ମୁଁ ଯେହୁଦାର ପ୍ରାଚୀର ବିଶିଷ୍ଟ ନଗର ଗୁଡାକ ସବୁ ଆସିକି ତାକୁ ହସ୍ତଗତ କରିସାରିଲାଣି। ସେ ସଦାପ୍ରଭୁ କୋଉଠି ଥିଲେ? ଯଦି ସେ ସେଗୁରା ବେଳକୁ ନଥିଲେ ତ ବର୍ତ୍ତମାନ କେମିତି ସେ ତମକୁ ସାହାଯ୍ୟ କରିବେ? କିନ୍ତୁ ଏଇ ଯୋଉ ଡେଲିଗେସନ ଯାଇଥିଲେ 3 ଜଣିଆ ଡେଲିଗେସନ, ସେମାନଙ୍କୁ ରାଜା କହିଥିଲେ ତୁମାନେ ମୋଟେ କିଛି କହିବନି। ସେମ ଜିନିଷ ସେମ ଘଟଣା ଆମେ ଦେଖିପାରୁଛୁ ଏଠି ଦ୍ୱିତୀୟ ରାଜାବଳୀରେ। ଦ୍ୱିତୀୟ ରାଜାବଳୀରେ ସେମ ଘଟଣା ସେ କହୁଛନ୍ତି, ତେଣୁ ମୁଁ ତାକୁ ଆଉ ଦୋହରେଇକି ପଢୁନି। ଦ୍ୱିତୀୟ ରାଜାବଳୀ 18 ପର୍ବ 36ରେ ସେମ କଥା କହୁଛନ୍ତି, ମାତ୍ର ଲୋକମାନେ ନୀରବ ହୋଇ ରହିଲେ। ସେମ ଘଟଣା, ସେମ ହିଜକିୟ, ସେମ ରବସାକି, ଆଉ ଲୋକଙ୍କର ଯୋଉ ରେସ୍ପନ୍ସ ସେମ। ତେଣୁ ମୁଁ ଆଉ ସେ ଦ୍ୱିତୀୟ ରାଜାବଳୀ 18କୁ ଆଉ ପଢୁନି। ବର୍ତ୍ତମାନ ହଉଛି ଆମେ ସେ ଜିସାର ଯୋଉଟା ପଢୁଥିଲୁ 36-37କୁ ଯିବା। ଏଥିରେ ହିଜକିୟ ରାଜା ତାହା ଶୁଣନ୍ତେ, କିନ୍ତୁ ଶୁଣିଲେ କାହାଠୁ? ସେଇମାନଙ୍କୁ ଯୋଉମାନଙ୍କୁ ପଠେଇଥିଲେ। 22 ବା 36 ପର୍ବର 22ଟା ଦେଖିବା। ଯୋଉ 3 ଜଣଙ୍କୁ ପଠେଇଥିଲେ ସେମାନେ ସବୁ ଆସିକିରି ରବସାକିର କଥା ସବୁ ତାହାକୁ ଜଣାଇଲେ। କୋଉ ଭଳି ଭାବରେ ଆସିଲେ? ଗୋଟେ ଷ୍ଟ୍ରେସଫୁଲ କଣ୍ଡିସନରେ ସେମାନେ ଆସିଲେ। ବହୁତ ଭଲ ମନରେ ଆସିନାହାନ୍ତି, ବହୁତ ରିଲାକ୍ସଡ ୱେରେ ଆସିନାହାନ୍ତି, ବହୁତ ଷ୍ଟ୍ରେସଫୁଲ କଣ୍ଡିସନରେ ଆସିଛନ୍ତି। ସେୟା ହିଁ ହୁଏ। ଶୈତାନ ଏଇ ରକମର ଯୋଉ ବିଷାକ୍ତ ଲୋକମାନଙ୍କୁ ବିଷାକ୍ତ ଚିନ୍ତା ଦେଇକିରି ଆମ ଜୀବନକୁ ପାଖକୁ ପଠାଏ, ଯେଭଳି ଆମମାନେ ବିପଥଗାମୀ ହବା। ଆମ ପାଟିରୁ କିଛି ହେଲେ ବିଷ ବାହାରି ପଡିବ। ଯୋଉ ପ୍ରଭୁ ଆମମାନଙ୍କୁ ନୂତନ ଜୀବନ ଦେଇଛନ୍ତି, ସେ ଆମମାନଙ୍କୁ ସୃଷ୍ଟି କଲା ବେଳକୁ ସେ କଣ, ଆମେ ପ୍ରଥମେ କଣ ପଢିଲୁ? ଲିଭ୍ କ୍ଲିନ୍। ଆଉ ଗୋଟେ ପଦ ପଢିବା, ଯେ ଏଇ ଯାଇ ଟାଇପର ଯୋଉ ଟକ୍ସିକ ପିପୁଲ ଅଛନ୍ତି, ବିଷାକ୍ତ ଲୋକ ଜଗତରେ ଅଛନ୍ତି, ଯେତେବେଳେ ସେମାନଙ୍କ ସାଙ୍ଗେ ଆମେ ଏନକାଉଣ୍ଟର କରିବା, ହିତୋପଦେଶ 26:4, ଆନ୍ସର ନଟ୍ ଏ ଫୁଲ, ଗୋଟେ ନିର୍ବୋଧକୁ ଉତ୍ତର ଦିଅ ନାହିଁ। ଆମୋସ 5:13, therefore he who is prudent will keep silent in such a time. ଶୈତାନ ଭିନ୍ନ ଭିନ୍ନ ଏଇ ବିଷାକ୍ତ ଲୋକମାନଙ୍କୁ ସେ ଆମର ଜୀବନକୁ ନଷ୍ଟ କରିବା ପାଇଁକା ସେ ପଠାଏ। ସେତିକି ନାହିଁ, ଆମେ ଦାଉଦଙ୍କର ଜୀବନଟେ ବି ଦେଖୁଛୁ। ସେ ଯେତେବେଳେ ସାଉଲ ତାଙ୍କୁ ଗୋଡେଇକି ମାରିବା ପାଇଁ ବସିଥିଲେ, ସେତେବେଳେ ମଧ୍ୟ ସେ ଦୋଏଗ ନାମକ ଗୋଟେ ବ୍ୟକ୍ତି, ଯିଏକି ହଉଛି ଇଦୋମୀୟ ମାନେ ଏସବୁ ବଂଶର, ତା ଦ୍ୱାରା କେମିତି ଭାବରେ ସାଉଲଙ୍କୁ ସେ ରଗେଇଲା। ସାଉଲ ତା ଫଳରେ କେତେ ଲୋକଙ୍କୁ ସଂହାର କଲେ। ଏବଂ ସେଇଟାକୁ ଆମେ ଦେଖିବା ଗୀତ ସଂହିତା 52ର 1 ପଦରେ, ହେ ବୀର, ତୁମେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ? ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତ୍ୟାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ ଖୁର ତୁଲ୍ୟ ପ୍ରବଞ୍ଚନା ପୂର୍ବକ କାର୍ଯ୍ୟ କରୁଅଛି। ତୁମେ ସୁକର୍ମ ଅପେକ୍ଷା କୁକର୍ମକୁ, ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। ଦେଖନ୍ତୁ, ଶୈତାନର କାର୍ଯ୍ୟ ହଉଛି ଆମମାନଙ୍କୁ ଏଇ ଟାଇପର ଟକ୍ସିକ ପିପୁଲକୁ ବା ବିଷାକ୍ତ ଲୋକମାନଙ୍କୁ ପଠାଏ, ଯୋଉମାନଙ୍କର ପାଖରେ ଖାଲି ବିଷାକ୍ତ କଥା ଅଛି। ସେଇ ବିଷାକ୍ତ କଥା ସେମାନେ ଆମମାନଙ୍କୁ କହନ୍ତି। ଆଉ କହିବା ଦ୍ୱାରା କଣ ହୁଏ ନା, ଆମମାନଙ୍କ ମନରେ ତିକ୍ତତା ଜାଗ୍ରତ ହୁଏ, ସେମାନଙ୍କ ପ୍ରତି ବିରକ୍ତି ସୃଷ୍ଟି ହୁଏ। ସେଠି ତାଙ୍କୁ ଦେଖିବା, ସେଇ ଗୀତ ସଂହିତା 52ର 4 ପଦରେ, you love to destroy others with your words. ବାକ୍ୟ କେତେ ଶକ୍ତିଯୁକ୍ତ ଦେଖନ୍ତୁ। ଏଇ ମିଥ୍ୟାବାଦୀ ଲୋକମାନେ, ଏଇ ଟକ୍ସିକ ପିପୁଲ, ସେମାନେ ଟକ୍ସିକ ଚିନ୍ତାଧାରା ଆଣିକିରି ସେ ସାପ ଯେମିତି ତାର ବିଷକୁ ଉଦ୍ଗାର କରେ,
ସେମାନେ ସେମିତି ଉଦ୍ଗାର କରନ୍ତି ଏବଂ ସେଇମାନଙ୍କର ଉଦ୍ଗାର ଯୋଗୁଁ ଆମମାନଙ୍କ ଜୀବନରେ ଅତୀବ ପ୍ରଭାବ ସୃଷ୍ଟି କରେ। କିନ୍ତୁ ବାକ୍ୟ କହୁଛି ସେଇ ସମୟରେ ଆମକୁ ନୀରବ ରହିବାକୁ ପଡିବ। ହେଲେ ବାହାର ଲୋକଙ୍କୁ ଶୈତାନ ବ୍ୟବହାର କରେ ତା ନାହିଁ। ଆମର ପରିବାର ଭିତରେ ଲୋକଙ୍କୁ ଶୈତାନ ବ୍ୟବହାର କରେ। ପଢିବା ମିଖା ତାର 7 ପର୍ବ ମିଖା ତାର 7 ପର୍ବ 5-6 5ରେ ଲେଖାଯାଏ। ମିଖା 5-7 ପର୍ବର 5ରେ, ତୁମ୍ଭେ ମାନେ ମିତ୍ର ଠାରେ ପ୍ରତ୍ୟୟ କର ନାହିଁ। ମିତ୍ର କହିଲେ ଫ୍ରେଣ୍ଡ, ଯେ ଅତି ନିଜର। ପଥ ପ୍ରଦର୍ଶକ ଠାରେ ବିଶ୍ୱାସ କର ନାହିଁ। ତୁମ୍ଭ ବକ୍ଷସ୍ଥଳରେ ଶୟନକାରିଣୀ ଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର। ଇଟ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଇଭେନ ଆଇବଙ୍କ ସମୟରେ ଦେଖନ୍ତୁ, ବାହାର ଲୋକ ଏତେ ଟକ୍ସିକ କଥା କହିନାହାନ୍ତି, ତାଙ୍କ ସ୍ତ୍ରୀ ଯେତିକି କହିଲା, କମିଟ ସୁଇସାଇଡ, ଅସ୍ୱୀକାର କର। କେତେ ବଡ କଥା ଦେଖନ୍ତୁ। ଯୋଉ ସଦାପ୍ରଭୁଙ୍କ ପାଖରେ ତୁମର ଉତ୍ତମ ରେକର୍ଡ ସବୁ ଅଛି, ସଦାପ୍ରଭୁ ତାକୁ କହିକିରି ସେ ଆନନ୍ଦ ପାଉଛନ୍ତି। ମୋହର ଦାସ, ସେ ଏତେ ବଢିଆ, ତାର ଗୁଣ ଏତେ ବଢିଆ, ତାର କ୍ୟାରେକ୍ଟର ଏତେ ବଢିଆ, ସେଇ ସ୍ତ୍ରୀକୁ ଶୈତାନ ବ୍ୟବହାର କରୁଛି ସେ ଟକ୍ସିକ ୱାର୍ଡ କୁ, ସେ ଭେନମ କୁ ବା ବିଷକୁ ଉଦ୍ଗାର କରିବା ପାଇଁ। ତା ଉପରେ ଅସ୍ୱୀକାର କର, ମର, ବା କମିଟ ସୁଇସାଇଡ। ସେଇ କଥା ମିଖାରେ କହୁଛନ୍ତି, ବି କେୟାରଫୁଲ ହ୍ୱାଟ ୟୁ ସେ। ଯାହା କିଛି ତୁମେ କହୁଛ ବହୁ ସତର୍କ ହୁଅ। କି ରକମ ସତର୍କ? ତମର ବକ୍ଷସ୍ଥଳରେ ଶୟନକାରିଣୀ ଠାରୁ ମୁଖର ଦ୍ୱାର ରକ୍ଷା କର। ଯାହାକୁ ତୁମେ ଅତିଶୟ ଭଲ ପାଉଛ, ଜୀବନ ସାରା ତା ସହିତ ରହୁଛ, ତାର ସହିତ ଶୟନ କରୁଛ, ତାକୁ ମଧ୍ୟ ସବୁ କଥା କୁହ ନାହିଁ। କିଏ କହିକି ଅସୁବିଧାରେ ପଡିଥିଲା? ସାମସନ। Samson. Samson. ଥ୍ୟାଙ୍କ ୟୁ। ତେଣୁ ମୁଖର ଦ୍ୱାରକୁ କିଭଳି ଭାବରେ ଆମମାନଙ୍କୁ ସତର୍କର ସହିତ, ମୁଁ ଆରମ୍ଭ କରିଥିଲି, ଖ୍ରୀଷ୍ଟିଆନ ଜୀବନ ଗୋଟେ ଶୃଙ୍ଖଳିତ ଜୀବନ ଆଉ ସତର୍କତାର ଜୀବନ। ଆମେ ଈଶ୍ୱରଙ୍କ ବାକ୍ୟରେ ଆମେ ଦେଖୁଛୁ କେତେ ସୁନ୍ଦର ସୁନ୍ଦର ବିଷୟ ଆଉ ପବିତ୍ର ଆତ୍ମା ସେଟା ଜଣାଉଛନ୍ତି। ମିତ୍ର ଠାରେ ପ୍ରତ୍ୟୟ କର ନାହିଁ। ପ୍ରତ୍ୟୟ କର ନାହିଁ ମାନେ ତ ବୁଝିପାରିବାନି କାହା ସହିତ। ଆମମାନଙ୍କୁ ସତର୍କ ହବାକୁ ପଡିବ। ଯାହା କିଛି କଥା ଖୋଲିକି କହିଦେବାର ନୁହେଁ। ଯଦି ସେଦିନ ସେ ରବସାକି ଯୋଉ ରକମ ଭାବରେ ବିଦ୍ରୁପର ନିନ୍ଦାର କଥା କହିଲା, ଈଶ୍ୱରଙ୍କ ବିରୋଧୀ କଥା କହିଲା, ଏ ଇସ୍ରାଏଲ ଲୋକମାନେ ଯଦି ତାର ପ୍ରତ୍ୟୁତ୍ତର କରିଥାନ୍ତେ, ହୁଏତ ଆହୁରି ବେଶୀ କିଛି କ୍ଷତି ସେ ଘଟେଇ ପାରିଥାନ୍ତା। କାରଣ ସେତେବେଳେ ତାର ଲୋକବଳ ଥିଲା 1,85,000 ଖାଲି ପଦାତିକ। କିନ୍ତୁ ତାକୁ କୁହାଗଲା, ରାଜା କହିଥିଲେ ତୁମାନେ ଯାଉଛ କିଛି କଥାବାର୍ତ୍ତା କରିବେନି। ଆଚ୍ଛା, ଆପଣଙ୍କର ମନେ ପଡୁଛି ନୂତନ ନିୟମରେ ମଧ୍ୟ ଗୋଟେ ସେମ ଘଟଣା? କିଏ କହିପାରିବ? ନୀରବ ରହିଲେ ଯୀଶୁ କ୍ରୁଶ ଉପରେ। ପ୍ରେଜ ଦ ଲର୍ଡ। କ୍ରୁଶ ଉପରେ ନାଇଁ, ପିଲାଟାଙ୍କ ପାଖରେ। ଥ୍ୟାଙ୍କ ୟୁ, ସେୟାର କରିଛନ୍ତି, ସୁନ୍ଦର କଥା କହିଛନ୍ତି। ତାକୁ କିଏ ମନା କରିଥିଲା? ଏ ରବସାଖୀ ଆଗରେ ଯୋଉ ଡେଲିଗେସନ ଯାଇଥିଲେ ଜେରୁସାଲେମରୁ, ସେମାନଙ୍କୁ ରାଜା ମନା କରିଥିଲା। ଯୀଶୁଙ୍କୁ କିଏ ମନା କରିଥିଲା? ଆଜି ଅଛି ନା କୁଇଜଟା, ମୁଁ ଏଇଠୁ ଷ୍ଟାର୍ଟ କରିଦଉଛି। କିଏ କହିପାରିବେ? ଯୀଶୁଙ୍କୁ କିଏ ମନା କରିଥିଲା ଯେ ପିଲା ତ ଆଗରେ, ପିଲା ତ ପଚାରିଲେ ବି କିଛି କହିବନି, ତାଙ୍କୁ କିଏ ମନା କରିଥିଲା? ଈଶ୍ୱର। କିଏ କହିଲା ସେଟା? ସୁରଭି ପୁଣି? ହଁ। ଗୁଡ୍। ହଁ, ପାଖାପାଖି, କିନ୍ତୁ ଆମେ ପୁରାଟା ପଢିଦବା।
ସେଇଟା ଆପଣ ମାନେ ପାଇବେ ଯେଶାୟା ପୁସ୍ତକ 53:7। ସେ ଉପଦ୍ରବ ପ୍ରାପ୍ତ ହେଲେ ତଥାପି ସେ ଆପଣଙ୍କୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ। ବଧସ୍ଥାନକୁ ନିଆଯିବା ମେଷ ଶାବକ ତୁଲ୍ୟ ଲୋମ ଛେଦକ ମାନଙ୍କ ସମ୍ମୁଖରେ ନୀରବ ମେଷି ତୁଲ୍ୟ ହୋଇ ଆପଣା ମୁଖ ଫିଟାଇଲେ ନାହିଁ। ମୁଁ ପଚାରିଥିଲି ନା ଯୀଶୁଙ୍କୁ କିଏ ମନା କରିଥିଲା? ପ୍ରଫେସିର ଫୁଲଫିଲମେଣ୍ଟ। ଏଟା ଆଗରୁ କେତେ ବର୍ଷ ତଳୁ ଏଟା ପ୍ରଫେସି ହେଇଥିଲା, ଭାବବାଣୀ ହେଇଥିଲା ଯେ ଯୀଶୁଙ୍କର ଅବସ୍ଥା ଏଇ ଟାଇପର ହେବ, କିନ୍ତୁ ସେ ମୁଖ ଖୋଲିବେନି। ଆଉ ପ୍ରାକ୍ଟିକାଲି ପିଲାତ ପଚାରୁଛି, ଏତେ ଲୋକ, ଏତେ ମହାଯାଜକ ବି ପଚାରୁଛି, ପିଲାତ ଏତେ ଲୋକ ତମ ଏଗେନ୍ଷ୍ଟରେ ସାକ୍ଷ୍ୟ ଦଉଛନ୍ତି, କଥା କହୁଛନ୍ତି, ତମେ କାହିଁକି ନୀରବ ହେଇକି ରହିଛ? ଯେ ନୀରବର ମୂଲ୍ୟଟା ଆଜି ପ୍ରଭୁ ଆମମାନଙ୍କୁ ବୁଝଉଛନ୍ତି, ତାର ମୂଲ୍ୟଟା କେତେ ଅଧିକ ବେଶୀ। ହଁ, ତାଙ୍କ ପାଇଁ ତ ପ୍ରଫେସି ହେଇଥିଲା, ଯୀଶୁଙ୍କ ପାଇଁ ସେ ରହିଲେ ନୀରବ, ସେଟା ଭିନ୍ନ କଥା। କିନ୍ତୁ ସତର୍କ ହବା ଆଉ ନୀରବ ରହିବାଟା କେତେ ଉତ୍ତମ ବିଷୟ ଆଜି ଆମେ ଦେଖିଲୁ। ପଢିବା ଆଉ କେତେ ପଦ, ମାଥ୍ୟୁ ତାର 7 ପର୍ବର 6 ପଦ। ମାଥ୍ୟୁ ତାର 7 ପର୍ବର 6 ପଦ, ସେ ଯଦି ପଢୁଛନ୍ତି ପଢି ଦିଅନ୍ତୁ। ପବିତ୍ର ପଦାର୍ଥ କୁକୁର ମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରି ମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ହଁ, ସବୁ ଯୋଉ ଆଲୋକର ବାକ୍ୟ ଆମେ ଗ୍ରହଣ କରିକିରି ଆମେ ପ୍ରଥମେ ପଢୁଥିଲୁ ଯେ ସେମାନଙ୍କ ମଧ୍ୟରେ ତୁମାନେ ଜୀବନର ବାକ୍ୟ ଧରିକିରି ଜଗତର ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ। ଯୋଉ ମୁଖରୁ ଆମେ ଜୀବନର ବାକ୍ୟ ଧରିକିରି ଜଗତରେ ପ୍ରକାଶ ମାନ ହଉଛୁ, ସେଇ ବାକ୍ୟକୁ ଯୋଉମାନେ ଅନୁବର୍ତ୍ତୀ ସେମାନଙ୍କ ଆଗରେ ଛାଡ ନାହିଁ। ସେଟା କଣ ହବ ନା କୁକୁର ମାନଙ୍କ ଆଗରେ ପକେଇଲା ପରି ଆଉ ଘୁଷୁରି ମାନଙ୍କ ଆଗରେ ପକେଇଲା ପରି। ତାପରେ ଆଉ ଗୋଟେ ପଦ ଦେଖିବା, ସେ ପଦଟା ହଉଛି ଏଫିସି 5 ପର୍ବର 15ରୁ 16। ଏଫିସି 5 ପର୍ବ 15ରୁ 16। So be careful how you live. Don't live like fools, but like those who are wise. ତାର ଓଡ଼ିଆ ହଉଛି, ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ଖ୍ରୀଷ୍ଟିଆନ ଜୀବନ, ଶୃଙ୍ଖଳିତ ଜୀବନ, ଏକ ସତର୍କତାର ଜୀବନ। ଅତଏବ ଅଜ୍ଞାନୀ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ସବୁ କମ୍ପ୍ଲେନ ଆଗରେ ଯୀଶୁ ରହିଲେ ନୀରବ। ହିଜକିୟାଙ୍କର ଯୋଉ ସ୍ପେଶାଲ ଡେଲିଗେସନ, ସେମାନେ ରବସାକ୍ଷୀ ପାଖରୁ ସବୁ ଟକ୍ସିକ ବିଷୟ ଶୁଣି ସାରିଲା ପରେ ରହିଲେ ନୀରବ। ଆଜି ଆମମାନଙ୍କ ଜୀବନରେ ବହୁତ ସେମିତି ଟକ୍ସିକ ଲୋକ ଅଛନ୍ତି, ବିଷାକ୍ତ ଲୋକ ଆମମାନଙ୍କ ଜୀବନକୁ ଶୈତାନ ପଠଉଛି। ବିଷାକ୍ତ ଚିନ୍ତାଧାରା ନେଇକିରି ବିଷାକ୍ତ ମୁଖରୁ ସେମାନେ ବିଷ ବାହାର କରୁଛନ୍ତି, ଯେମିତି ଆମକୁ ଆମ ପାଟିରୁ ସେ ଜୀବନର ବାକ୍ୟ ଭୁଲି ଯାଇକିରି ଆମେ ଆରମ୍ଭ କରିଦବା ସେଇ ଅଜ୍ଞାନର ପରୀକ୍ଷା କଥା, ମୂର୍ଖାମିର କଥା, ତିକ୍ତ କଥା ଏବଂ ଈଶ୍ୱର ନିନ୍ଦାକାରୀ କଥା। ଆମମାନଙ୍କୁ ରକ୍ଷା କରିବାକୁ ପଡିବ, ମୁଖକୁ ରକ୍ଷା କରିବାକୁ ପଡିବ। ଆଜି ପବିତ୍ର ଆତ୍ମା ସେଇ ଭାଷା ଦଉଛନ୍ତି ଆମକୁ, ବାକ୍ୟକୁ ନିଜକୁ ନିଜେ କଣ୍ଟ୍ରୋଲ କରି ରହିବାକୁ ପଡିବ। ଆଉ ଯେତେ ଯେତେ ଆମେ କଣ୍ଟ୍ରୋଲ କରିକି ରହିବା, ଆମମାନେ ଶୈତାନର ସବୁ ଚାତୁରୀକୁ ବିନଷ୍ଟ କରିବା। ଯୀଶୁ ଆସିଥିଲେ ତାର କାର୍ଯ୍ୟକୁ ବିନାଶ କରିବା ପାଇଁ। ଆମମାନେ ସେଇ କାର୍ଯ୍ୟ ଯେତେ ଯେତେ ନୀରବରେ ସେଇ ସବୁ ଲୋକଙ୍କ ସାଙ୍ଗରେ ସମ୍ପର୍କରେ ଆସିଲା ବେଳକୁ ତାଙ୍କ ସାଙ୍ଗରେ ମାତି ଯାଉନି ବା ତାଙ୍କୁ ଉତ୍ତର ଦିଅନି, ଫେରି ନିନ୍ଦା କରନି, ତାଙ୍କୁ କୌଣସି ଭାବରେ ତାଙ୍କ ମନରେ ଦୁଃଖ ଦିଅନି।
ଆଶୀର୍ବାଦ କର, ଆଶୀର୍ବାଦ କର, ସେତିକି କରିବ, ଏପଟ ନାହିଁ କି ସେପଟ ନାହିଁ। ଏଇଟା ହଉଛି ଖ୍ରୀଷ୍ଟିଆନ ଜୀବନ। ଆମେ ଭିନ୍ନ ଭିନ୍ନ ବିଷୟ ଦେଖିଲୁ, ଭିନ୍ନ ଭିନ୍ନ ପଦ ପଢିଲୁ, କାରଣ ଯୋଉମାନେ ଖଚୁଆ ସେମାନେ କଣ କରନ୍ତି, ଗୁପ୍ତ କଥା ପ୍ରକାଶ କରନ୍ତି। ହିତୋପଦେଶ 20:19 A gossiper goes around telling secrets। ଆମେ ସେଇ ଟାଇପର ଲୋକ ନୁହଁ। ଆମମାନଙ୍କୁ ଆଉ ଗୋଟେ ହଉଛି କୁଟୁଳ ମନୁଷ୍ୟ କଳି ବୁଣେ, ପୁଣି କର୍ଣ୍ଣ ଜପ ବିଶେଷ ମିତ୍ର ଗଣକୁ ବିଭିନ୍ନ କରେ। ଶୈତାନ ଆମ ପାଟିକୁ ବ୍ୟବହାର କରିକିରି ଆମ ସହିତ କିଛି ଲୋକଙ୍କୁ ଶତ୍ରୁତାରେ ପରିଣତ କରିଦଉଛି। ଯୋଉମାନଙ୍କ ସାଙ୍ଗେ ଆମେ ବନ୍ଧୁତ୍ୱ ସ୍ଥାପନ କରିବା କଥା, ଯୋଉମାନଙ୍କୁ ପାଖରେ ଆମେ ଜୀବନର ଦୀପ ଧରିକି ଯିବା କଥା, ସେମାନଙ୍କ ସାଙ୍ଗରେ ଆମମାନଙ୍କୁ ବିଭିନ୍ନ କରିବା ପାଇଁ ସେ ସବୁବେଳେ ଲାଗିଛି। ସେ ରବସଙ୍ଗୀ କଣ ମରିଛି କି? ନାଇଁ, ଏପର୍ଯ୍ୟନ୍ତ ସେ ବିଷାକ୍ତ ଲୋକ ସବୁଆଡେ ଅଛି। ଶୈତାନ ସେ ବିଷାକ୍ତ ଲୋକମାନଙ୍କୁ ବ୍ୟବହାର କରୁଛି ଆମ ଜୀବନକୁ ନଷ୍ଟ କରିବା, ଯେମିତି ଆମେ ବିପଥଗାମୀ ହବା। କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ଆମେ ଦବା ଯେ ଯେମିତି ଏବ୍ରୀ 12:2 ଲେଖା ଅଛି, ଏଡେ ବୃହତ ମେଘ ତୁଲ୍ୟ ସାକ୍ଷୀ ମାନଙ୍କ ଦ୍ୱାରା ବେଷ୍ଟିତ ହବାରୁ ଆସ, ଆମମାନେ ପ୍ରତ୍ୟେକ ଭାର ସହ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହେଉ। ଆମମାନଙ୍କର ଚିନ୍ତାର ଶେଷ ପର୍ଯ୍ୟାୟ ହେଉଛି ଧୈର୍ଯ୍ୟ ସହକାରେ ଲୁକିଂ ଅନଟୁ ଜିସସ୍ ଲେଟ୍ ଅସ୍ ରନ୍। ପ୍ରଭୁ ଏହି ସଂକ୍ଷିପ୍ତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍।